ମାର୍କ 8 ପର୍ବ। ସେହି ସମୟରେ ବହୁ ସଂଖ୍ୟକ ଲୋକ ପୁନର୍ବାର ଏକତ୍ରିତ ହେଲେ। ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନଥିବାରୁ ସେ ଶିଷ୍ୟମାନଙ୍କୁ ଡାକି ସେମାନଙ୍କୁ କହିଲେ, ଲୋକସମୂହ ପ୍ରତି ମୋର ଦୟା ହେଉଅଛି, କାରଣ ଏମାନେ 3 ଦିନ ହେଲାଣି ମୋ ସଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ। ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହେଲେ ବାଟରେ ସେମାନଙ୍କ ହସା ଉଡ଼ିଯିବ। ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି। ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୋଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ? ସେ ସେମାନଙ୍କୁ ପଚାରିଲେ, ତୁମମାନଙ୍କ ପାଖରେ କେତୋଟି ରୋଟି ଅଛି? ସେମାନେ କହିଲେ, 7ଟି। ସେଥିରେ ସେ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ। ଆଉ ସେ ସେହି 7ଟି ରୋଟି ଘେନି ଧନ୍ୟବାଦ ଦେଇ ସେସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତା ପରିବେଷଣ କଲେ। ପୁଣି ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା। ସେସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ। ସେଥିରେ ଲୋକମାନେ ଭୋଜନ କରି ତୃପ୍ତ ହେଲେ ଓ 7 ବେତା ବଳକା ଭଙ୍ଗା ରୁଟି ଉଠାଇଲେ। ସେମାନେ ପ୍ରାୟ 4000 ଲୋକ ଥିଲେ। ତାପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେଇକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲମନୁଥା ଅଞ୍ଚଳକୁ ଆସିଲେ। ପରେ ଫାରୋସୀମାନେ ବାହାରି ଆସି ତାହାଙ୍କ ସଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାକୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ। ସେଥିରେ ସେ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନୁସରଣ କରୁଅଛ? ମୁଁ ତ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ। ଆଉ ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆରପାରିକି ବାହାରିଗଲେ। ସେତେବେଳେ ଶିଷ୍ୟମାନେ ରୋଟି ନେବାକୁ ପାଶୋରି ଗଲେ। ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୋଟି ଥିଲା। ପରେ ସେ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସତର୍କ ହୁଅ, ଫାରୋସୀମାନଙ୍କ ଓ ହେରୋଦଙ୍କ ଖମିରଠାରୁ ସାବଧାନ ହୋଇଥାଅ। ସେଥିରେ ସେମାନେ ପରସ୍ପର ବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୋଟି ନାହିଁ ବୋଲି ସେ ଏହା କହୁଅଛନ୍ତି। ସେ ତାହା ଜାଣି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ ରୋଟି ନାହିଁ ବୋଲି କାହିଁକି ପରସ୍ପର ତର୍କ ବିତର୍କ କରୁଅଛ? ତୁମେମାନେ କଣ ଏପର୍ଯ୍ୟନ୍ତ ଜାଣୁନାହ କି ବୁଝୁନାହ? ତୁମମାନଙ୍କ ହୃଦୟ କଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁନାହ, ପୁଣି କର୍ଣ୍ଣ ଥାଉ ଥାଉ ଆଉ ଶୁଣୁନାହ? ସେ 5000 ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ 5ଟି ରୋଟି ଭାଙ୍ଗିଥିଲି, ସେତେବେଳେ ତୁମେମାନେ ପୁରା କେତେ ଟୋକେଇ ଭଙ୍ଗା ରୁଟି ଉଠାଇଥିଲ? ତାହା କି ତୁମମାନଙ୍କ ସ୍ମରଣ ନାହିଁ? ସେ ସେମାନଙ୍କୁ କହିଲେ, 12 ଟୋକାଇ। ଆଉ ସେଇ 4000 ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ 7ଟି ରୋଟି ଭାଙ୍ଗିଥିଲି, ସେତେବେଳେ ତୁମେମାନେ ପୁରା କେତେ ବେତା ଭଙ୍ଗା ଖଣ୍ଡ ଉଠାଇ ନେଇଥିଲ? ସେମାନେ କହିଲେ, 7 ବେତା। ସେଥିରେ ସେ ସେମାନଙ୍କୁ କହିଲେ, ତୁମେମାନେ କଣ ଏପର୍ଯ୍ୟନ୍ତ ବୁଝୁନାହ? ପରେ ସେମାନେ ବେସାଇଦାକୁ ଆସିଲେ। ଆଉ ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାକୁ ବିନତି କଲେ। ତେଣୁ ସେ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ। ପୁଣି ତାହାର ଆଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ? ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଣ ଚାଲୁଥିବା ଦେଖୁଅଛି। ତାପରେ ସେ ପୁଣି ତାହାର ଆଖିରେ ହାତ ଦେଲେ। ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଆଉ ସୁସ୍ଥ ହୋଇ ଏକ ଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା। ପରେ ସେ ତାହାକୁ ତାହାର ଘରକୁ ପଠାଇ ଦେଇ କହିଲେ, ଏ ଗାଁ ଭିତରକୁ ସୁଦ୍ଧା ଯାଅ ନାହିଁ। ଏଥିରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିଆ ଫିଲିପିଆ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ। ଆଉ ପଥ ମଧ୍ୟରେ ସେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମୁଁ କିଏ ବୋଲି ଲୋକେ କଣ କୁହନ୍ତି? ସେଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି କହନ୍ତି ଏଲିୟ, ଆଉ କେହି କେହି କହନ୍ତି ଭାବବାଦୀମାନଙ୍କ ମଧ୍ୟରୁ ଜଣେ। ସେ ସେମାନଙ୍କୁ ପଚାରିଲେ, ମୁଁ କିଏ ବୋଲି ତୁମେମାନେ କଣ କହୁଅଛ? ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ। ସେଥିରେ ସେ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକି କିଛି ନ କହିବାକୁ ଦୃଢ଼ ରୂପେ ଆଜ୍ଞା ଦେଲେ। ଆଉ ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟ ପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖ ଭୋଗ କରିବାକୁ ହେବ ଏବଂ ପ୍ରାଚୀନ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି 3 ଦିନ ପରେ ପୁନରୁତ୍ଥାନ କରିବାକୁ ହେବ। ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ। କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, ମୋ ଆଗରୁ ଦୂର ହ ଶୈତାନ, କାରଣ ତୁମ୍ଭେ ଈଶ୍ୱରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ। ତତ୍ପରେ ସେ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ,
କିନ୍ତୁ ଯେ କେହି ମୋହର ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ। ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ? ପୁଣି ମନୁଷ୍ୟ ଆପଣା ଜୀବନ ବଦଳରେ କଣ ଦେଇପାରେ? ଯେଣୁ ଯେ କେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ, ମନୁଷ୍ୟ ପୁତ୍ର ଯେତେବେଳେ ପବିତ୍ର ଦୂତଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତା ବିଷୟରେ ଲଜ୍ଜା ବୋଧ କରିବେ।